नमस्कार जय जगन्नाथ। आसंतु आजिर अध्याय शुणिबा। ओम नमो भगवते वासुदेवाय। चतुर्थ अध्याय। वेद पुराण रविव्यास चितेन हिले परितोष। चतुर्थ अध्याय चरित जहु प्रकाश भागवत। व्यास उवाच हेमन्ते भागवत बाणी सुत मुनिଙ୍କ मुख शुणी। मुनिଙ୍କ मध्ये कुल वृद्ध ସୌନକ ନାମେ ଧର୍ମ ଶୁଦ୍ଧ। ଧର୍ମ ମୁନିଙ୍କ ଅବଦାନେ କହୁଛନ୍ତି ମଧୁର ବଚନେ। ସୌନକ ଉବାଚ हे सुत तुम्हे महाधार ভকতা জনম দেবর। জহ্নবা তটে রাজা আগে সুকজা কহিলে সরাগে। সে কথা কহ আম্ভ আগো তুম্ভে যে অট মহাভাগ। এ ভাগবত শাস্ত্র কেবে ব্যাস রচিলে কেউ যুগে। কাহার বলে কাহি বসি কিভাবে কি হেতু উদ্দেশী। সুক যে তাহাঙ্ক কুমর সমদরসি নির্বিকার। একান্ত মতি রাত্র দিনে কৃষ্ণ মহিমা যার মনে। নির্মায়া মূঢ়তা প্রতীতি লক্ষী ন পারে কেহি গতি। যাহার আগমন কালে দেব কন্যায়ে ଥିଲେ জলে। স্বভাবে নগ্ন তাଙ୍କୁ দেখি ধাইলে লজ্জাକୁ উপেক্ষি। ଦେଖିବା ଅର୍ଥେ ଜଳ ତଟେ ମିଳିଲେ ସୁକଙ୍କ ନିକଟେ। ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ ଜଳେ ପଶିଲେ ବେଗେ ଯାଇ। ସ୍ୱଭାବେ ସେ ସୁର ଯୁବତୀ ଜାଣନ୍ତି ସର୍ବ ପ୍ରାଣୀ ଗତି। ଦେଖି କନ୍ୟାଙ୍କ ମୂଢ଼ ଗତି ଚଞ୍ଚଳ ବ୍ୟାସଙ୍କର ମତି। ପୁଣି କ୍ଷଣକେ ପାଇ ଶାନ୍ତି କନ୍ୟାକୁ ଚାହିଁ ପଚାରନ୍ତି। ଅଇଲ ମୋର ପୁତ୍ର ଚାହିଁ କିମ୍ପା ପଶିଲ ଜଳେ ଯାଇ। ଏ କିସ ତୁମ୍ଭର ବ୍ୟବହାର ସେ ସୁକ ମୋହର କୁମର। ତରୁଣ ବୟସ ତାହାର ଏ ବୃଦ୍ଧ ଶରୀର ମୋହର। ବ୍ୟାସ ବଚନେ ନାରୀ ଗଣେ ତକ୍ଷଣେ ନମିଲେ ଚରଣେ। ବୋଲନ୍ତି ବ୍ୟାସ ମୁଖ ଚାହିଁ ସଂସାର ତାଙ୍କ ହୃଦେ ନାହିଁ। ସ୍ତ୍ରୀ ପୁରୁଷ ନ ଜାଣନ୍ତି ସମସ୍ତ ଏକ ଭାବେ ଚିନ୍ତି। ତୁମ୍ଭେ ଯେ ବୋଲ ଆମ୍ଭେ ବୃଦ୍ଧ ବିଷୟର ସେ ଅଛି ସଧ। ଏ ଘେନି ହୋଇଲୁ ଅନ୍ତର ଆମ୍ଭର ଦୋଷ କ୍ଷମା କର। ଏମନ୍ତେ ଗଲେ ନାରୀ ଗଣେ ସୁକ କହିଲେ ସେହି ବନେ। ସେ ସୁକ ମୁନି କିସ କାର୍ଯ୍ୟେ ପ୍ରବେଶ କଲେ କୁରୁ ରାଜେ। ଜଡ଼ ଉନ୍ମତ ପ୍ରାୟ ହୋଇ ତାହାଙ୍କୁ କେହି ନ ଜାଣଇ। କେମନ୍ତେ ପରୀକ୍ଷିତ ମେଳେ ମିଳିଲେ ଜାହ୍ନବୀର କୂଳେ।
তহি অনেক মুনি মধ্যে এ ভাগবত রসাস্বাদে প্রজাঙ্ক দ্বারে স্বয়ংকালে যে নিত্য ভিক্ষা অর্থে মিলে গোদোহা মাত্র দ্বারে রহি গৃহিঙ্কি তীর্থ ফল দেই ସେ ମୁନି ପରୀକ୍ଷିତ ମେଳେ ମିଳିଲେ ପୂର୍ବ ପୁଣ୍ୟ ଫଳେ ସେ ପୁଣି ଭାଗବତ ଶାସ୍ତ୍ର କହିଲେ ତ ଆଚମ୍ବିତ ସେ ଭାଗବତ ପରୀକ୍ଷିତ ସ୍ୱଭାବେ ଅଭିମନ୍ୟୁ ସୁତ ତାହାଙ୍କ ଜନ୍ମ କର୍ମ ଯେତେ କହିବା ଆମ୍ଭର ଅଗ୍ରତେ ଏହି ଅଦ୍ଭୁତ ଅଛୁ ଜାଣି ଏତେ ତରିଛୁ ତାହା ଶୁଣି ସେ ସର୍ବରାଜାଙ୍କର ସାର ପାଣ୍ଡବ ବଂଶେ କୀର୍ତ୍ତିଧର ରାଜ ସମ୍ପଦ କରି ଦୂର କିମ୍ପା ରହିଲେ ଗଙ୍ଗା ତୀର ଶତ୍ରୁ ରାଜାଏ ଯାର ପାଦ ନମନ୍ତି ଦେଇଣ ସମ୍ପଦ ଯୁବା ବୟସେ ନରପତି ତେଜିଣ ଅଚଳ ବିଭୂତି ଯେଉଁ ଶରୀର ସେ ଅନୁସାରେ ବହଇ ପର ଉପକାରେ ହରିଚରଣ ଚିନ୍ତି ଚିତେ ଯେ ରାଜା ବର୍ତ୍ତେ ଜନହିତେ ସେ କିମ୍ପା ଛାଡ଼ିଲେ ଜୀବନ ଉପେକ୍ଷୀ ଗୃହ ଧନ ଜନ କହ କାରଣ କିବା ଅର୍ଥେ ସଂଶୟ ଛାଡ଼ିବ ମନ୍ତେ ତୁମ୍ଭେ ସକଳ ବିଦ୍ୟା ପର କହ ସଂଶୟ ଯାଉ ଦୂର ଏ ମନ୍ତେ ସୌନ କବଚନେ ସକଳ ପ୍ରଶ୍ନ ଅନୁମାନେ କହନ୍ତି ସୁତ ମହାରୁଷି ମୁନିଙ୍କ ପ୍ରଶ୍ନ ପ୍ରଶଂସସି ସୁତ ଉବାଚ ଶୁଣ ସକଳ ମୁନିଜନ ଶ୍ରୀକୃଷ୍ଣ ଚରିତ ବିଧାନ ତ୍ରେତୟା ଯୁଗ ଭୋଗ ଅନ୍ତେ ଦ୍ୱାପର ଯୁଗ ଉପଗତେ ପରାଶରଙ୍କ ବୀର୍ଯ୍ୟ ଜୁତେ ଯୋଜନ ଗନ୍ଧା ଗର୍ଭଗତେ ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି ଏ ସେ ଏକ ଦିନେ ପ୍ରାତ କାଳେ ସ୍ନାନ ସାରି ଗଙ୍ଗା ଜଳେ ଏକାନ୍ତେ ଗଏ ବଦରି କାମ ଶ୍ରମେ ବସିଣ ନିଶ୍ଚଳ ବାସନେ ପରମ୍ବର ଜ୍ଞାନ ଜାଣେ ସକଳ ଶାସ୍ତ୍ର ପରିମାଣେ ସେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ ତାହାଙ୍କୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟ ଦେହ ବହି ପ୍ରାଣୀଙ୍କ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ କଳିଆ ଗମେ ପ୍ରାଣୀଙ୍କର ଯେମନ୍ତେ ହୋଇବ ବ୍ୟବହାର ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ ନିସତ୍ୱ ହୋଇବେ ସଂସାରେ ବୁଦ୍ଧି ହୋଇବ ଲୋଭବଶ ଲୋକେ ହୋଇବେ ଅଳ୍ପାୟୁଷ ଦୁର୍ଭୋଗ ହୋଇବେ ସକଳେ ଏହା ଜାଣିଲେ ଯୋଗ ବଳେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ ବେଦ ଉଚିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ଜୀବର ସୁଧେ ଅର୍ଥ କରି ଯେମନ୍ତେ ବିଷ୍ଣୁ ମାୟା ତୋରି ଧର୍ମ ସାଧିବେ ଯଜ୍ଞ ମତେ ହେମନ୍ତ ଭାଳି ମୁନି ଚିତେ ବେଦକୁ କଲେ ଚାରି ଖଣ୍ଡ ମଧ୍ୟେ ଭିଆଇ କର୍ମକାଣ୍ଡ
রুক যজু শ্যাম অথর্ব এরূপে করি ভিন্ন ভাব পঞ্চম বেদ ইতিহাস কলে পুরাণ অষ্টাদশ ঐল মুনি কি আনিলে প্রথম বেদ পঢ়াইলে জয়ীমুনিଙ୍କୁ ଦେଲେ ଶ୍ୟାମ ଯଜୁଜେ ବହି ସମ୍ପାୟନ ଅଙ୍ଗିରା ମୁନି ଅର୍ଥ ବଣେ ତୁମ ପିତାର ହରଷଣୀ ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତେ କର୍ମ ସମ୍ପାଦିଲେ ସେ ଶିଷ୍ୟ ବିଚାରି ନିଶ୍ଚଳେ ବେଦ ବୃକ୍ଷକୁ ଯୋଗ ବଳେ ଅନେକ ଶାଖା ଭିଆଇଲେ ଶିଷ୍ୟ ପ୍ରଶିଷ୍ୟ ଶିଖାଇଲେ ଅଳପ ବୁଦ୍ଧି ନର ଯେତେ ବେଦ ନ ଘେନି ଦୃଢ଼ ଚିତେ ତେଣୁ ଏ ବେଦ ଭାଗ କଲେ ଏ ଯାହା ମତି ଅନୁସାରେ ସ୍ତ୍ରୀ ଶୂଦ୍ର ଜନ ଏ ଜଗତେ ଯୋଗ୍ୟ ନୁହନ୍ତି ବେଦ ପଥେ ତାହାଙ୍କ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତେ ବୁଦ୍ଧି ମନ୍ଦରେ ବେଦ ମନ୍ତ୍ରୀ ଭାରତ ପଦ ବନ୍ଧେ ଗୁନ୍ଥି ବେଦୁ ଉଧାରି ସାର ଅର୍ଥ ସୃଜିଲେ ପୁରାଣ ଭାରତ ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେ ଏ ରୂପେ ସୃଜି ବେଦ ମତେ କଲେ ହେଁ ସର୍ବ ଧର୍ମ ଯେତେ ତୋଷ ନହିଲେ ହୃଦଗତେ ଆଶ୍ରମ ସରସ୍ୱତୀ କୂଳେ ମନ ଯେ ନର ହେ ନିଶ୍ଚଳେ যোগে ন পারি চিত্ত ধরি চঞ্চলে এমন্ত বিচারি অতি কঠোরে বেদ অগ্নি ପୂଜି ଗୁରୁଙ୍କ ଆଜ୍ଞା ମାନି କର୍ମର ନାଶ ନାହିଁ ତେଣେ ମୁଁ ଯାହା କରିଛି ନିର୍ମାଣେ ଯେଉଁ ଭାରତ ବେଦ ସାରେ କଲି ସ୍ତ୍ରୀ ଶୂଦ୍ର ତାରିବାରେ ତେବେ ନିର୍ମଳ ନୋହେ ମନ ଚିନ୍ତା ଅନଳେ ଛନ ଛନ ଏ ମନ ଧରି ବିକେ ମନ୍ତେ ନିଶ୍ଚଳ କରି ଜ୍ଞାନ ପଥେ ଯେତେ ଚିନ୍ତିଲି ବେଦ ଧର୍ମ ବିଚାରେ ସେ ତ ମାୟା ଭ୍ରମ ଏ ମାୟା ଟୁଟଇ ଯେ ମନ୍ତେ ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ କହିବି ଭାଗବତ ଧର୍ମ ଯେଣେ ନ ଲାଗେ ଭବ ଭ୍ରମ ଏମନ୍ତ ହୃଦୟ ବିଚାରି ମନକୁ ନ ପାରନ୍ତି ଧରି ଏମନ୍ତେ ସମୟ ନାରଦ ଆସନ୍ତେ ଶୁଭେ ବୀଣାନାଦ ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ ନାରଦ ଆଗ ମନ ଦେଖି ତକ୍ଷଣେ ଆସନ ଉପେକ୍ଷି କେତେ ହେଁ ଦୂର ଆଗ ସରି ନାରଦ କଲେ କର ଧରି ବସାଇ ଉତ୍ତମ ଆସନେ ପୂଜିଲେ ଅତିଥି ବିଧାନେ ସେ ବ୍ୟାସ ନାରଦଙ୍କ ପାଦେ ସୁଜନେ ପ୍ରଣମେ ଆନନ୍ଦେ यार चिंतने पाप नाश नमोई जगन्नाथ दास। इति श्री श्रीमद्भागवते महापुराणे पारमहंस्यां संहितायां प्रथमस्कन्धे नैमिषीयोपाख्याने नारदागमन नाम चतुर्थोऽध्याय।